ହ୍ୟାଲୋ। ଝିଅ ଭଲ ଅଛ କି ହଁ ଭଲ ଅଛି। ହେଲେ ଗାଁର ସମସ୍ତେ ଭଲ ଅଛନ୍ତି? ଭଲ ଅଛନ୍ତି। ଇଏ ଯୋଉ ତମକୁ ସେଇ ଆମର ଭୁବନେଶ୍ୱରରେ ଟ୍ରେନିଂ ଦେଲା ପରେ ଏଠୁକୁ ଛାଡି ଆସିଲେ କାମ ପାଇଁ ନା ଏଠି ମାନେ ସେଥିପାଇଁ ସେଇ କହିଲୁ କେତେ ମାସ କଣ ସେଟା ଟ୍ରେନିଂ କେତେ ମାସ ହେଲେ 3 ମାସ ନା 2 ମାସ? 3 ମାସ ହେଇଥିଲା। ସ୍କିଟରେ କେତେ ଲୋକକୁ ଆଣିକି ଛାଡ଼ିଥିଲେ କୋଉ କମ୍ପାନୀ ଏଟା? ମିଣ୍ଡାରେ ତ ଛାଡ଼ିଥିଲା ଫାଷ୍ଟ। ମିଣ୍ଡାରେ ଏଇ ଯୋଉ ଆମର ଶ୍ରୀପେରୁମ୍ବୁଦୁର କେତେ ଲାଖ ଦଉଥିଲେ ଏଠି ଷ୍ଟାର୍ଟିଂ? କଣ ଦଉଥିଲା? କଟାକଟି କରି କେତେ ଦଉଥିଲା ନା ରୁମ୍ ଆଉ ଖାଇବା। ରୁମ୍ ଆଉ ଖାଇବା ଦେଖି କେତେ ଦଉଥିଲେ? ଦଉଥିଲା 9,000 ଦଉଥିଲା। 9,000। ଆଚ୍ଛା କେତେ ଲୋକକୁ ଆଣିକି ଛାଡ଼ିଥିଲେ ଏଠି ପ୍ରଥମ? ବହୁତ ଗୁଡ଼ା ଲଗାଇଥିଲେ। ଫାଷ୍ଟ ତ 200 ନା 300 ଟା ଲଗାଇଥିଲେ। ତାପରେ ଆମେ 30ଟା ନା 40ଟା ପରେ ଆଇଲୁ। ଯେତେ ମାସ ରହିଲେ ସେଠି ପିଏଫ୍ ଇଏସା କାଟୁଥିଲେ ନା? ଇଏ ପଇସା କାଟୁଥିଲା ଯେ କେତେ ହଜାର ନା କେତେ କାଟୁଥିଲା। ମିଳିଲା ନା କି ନାଇଁ ମିଳିଲା? ନାଇଁ ମୁଁ ତ ଉଠେଇ ହଉନି ସେଇଟା। ପ୍ରାୟ କେତେ ମାସ ରହିଲେ ସେଠି? ସେଠି କେତେ ମାସ ଥିଲୁ ଆଉ 4 ମାସ ନା 5-6 ମାସ ଖଣ୍ଡେ ବୋଧେ। ତାପରେ କୋରୋନା ଭାଇରସ ହେଲା। ମାର୍ଚ୍ଚ, ଏପ୍ରିଲ, ମେ, ଜୁନ, ଜୁଲାଇ 7 ମାସ ରହିଲୁ ସେଇଠି। ତାପରେ ପୁଅ ଝିଅ ପ୍ରାୟ କେତେ ଥିଲେ ଆମ ଓଡିଶାରୁ? ବହୁତ ଗୁଡ଼ା ଲଗାଇଥିଲୁ। ଆମ କିଟରୁ ହିଁ ମ୍ୟାକ୍ସିମମ୍ 200 ନା 300 ବହୁତ ଲଗାଇଥିଲେ। ପରେ କରୋନା ଭାଇରସରେ ପଳେଇଲେ ନା ସମସ୍ତେ ଗାଡ଼ି ଭଡ଼ା କରିକି। ଆମେ ପଳଉଛୁ, ଆମ ଟିକେଟ ହେଇଯାଇଛି ଏମିତି କହିକି ପଳେଇ ଆଇଲୁ ବୋଲନ୍ତୁ ତ। କହିଦେଲୁ ରୁମ୍ ଓନରକୁ ଆମେ ଯାଉଛୁ ଆଉ ତାପରେ ଏଠୁ ଆସିଲା ପରେ କେତେ ବର୍ଷ ରହିଲେ ମାଉଁସ? ପ୍ରାୟ ରହିଲ ତ ବହୁତ ଦିନ। ଏଇଠିକୁ ଆସିକି ମତେ କେତେ ହେଲାଣି 4 ବର୍ଷ ହେଲାଣି ଆଉ। ଠିକ ଅଛି। ନାଇଁ ସେଇଟା ପରା କୋଉ କାରଣ ପାଇଁ ସେଠୁ ବାହାରିଲେ ସେ ମିଣ୍ଡାରୁ? ହଉ ରହୁଛି ନା ଭଲ ଅଛୁ ପରା? ହଉ ରହିଲି ନା।